ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାତୀୟ ଉଦ୍ୟାନ ବାହାରେ ଥିବା ଲକ୍ଷ୍ମୀ ପ୍ରସାଦିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧି ଅଣ୍ଡା ଦେଇଥିଲେ। ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ 2600ରୁ ଊର୍ଦ୍ଧ୍ୱ ପକ୍ଷୀ କମ୍ ଆସିଛନ୍ତି। ଚଳିତ ମାସ 18 ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ 24 ତାରିଖରେ ଶେଷ ହୋଇଥିଲା। ଖୋଳା ନଦୀର ମୁହାଣରେ ବ୍ରାହ୍ମଣୀ ନଦୀ ପଠାରେ ଅବସ୍ଥିତ ପ୍ରାୟ 10 ଏକର ବିଶିଷ୍ଟ ଏହି ଲକ୍ଷ୍ମୀ ପ୍ରସାଦ ଡିଆରେ ପ୍ରାୟ 5 ଏକର ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବଂଶ ବିସ୍ତାର କରିଛନ୍ତି। ତେବେ ବଗ ଗହଣରେ ପକ୍ଷୀମାନଙ୍କୁ ଦେଖିବାକୁ ମିଳିନାହିଁ। ମଠ ଆଡ଼ିଆରେ ମଧ୍ୟ ପକ୍ଷୀମାନେ ବଗ ଗ୍ରହଣ ଭଳି କମିବାରେ ଲାଗିଛନ୍ତି। ଏଥିପାଇଁ ପରିବେଶବିତ୍ମାନେ ଚିନ୍ତାରେ ରହିଛନ୍ତି। चलित वर्ष आम जो नेस्टिंग सर्वे कर सेप्टेम्बर मास 18 ରୁ 24 तारीख सेटा आमर भितरकनिकार दुईटा जगह कराई गोटे हूँ मथाड़िया और गोटे लक्ष्मी प्रसाद दिया। तो आमर से जहाँ देखा सर्वे रु समुदाय 19,296टी बसा ठाब कर विशेषकर बगगहन अंचल से बसा कर आसुले दीर्घ दिन धरी मात्र विगत किसी वर्ष है देखा से बगवन किसी दिन आसिक छाड़ी मथाड़िया अंचल नेस्टिंग करते। चलित वर्ष से मथाड़िया नेस्टिंग बहुत कम होती।